15,000 ଟଙ୍କାରେ 4 ବର୍ଷର ଜନ୍ମିତ ଝିଅକୁ ବିକ୍ରି କରିଦେଲେ ବାପା ମା। ଧାମନଗର ଥାନା ଅନ୍ତର୍ଗତ ଗୁମୁଗଡ଼ ଛକ ନିକଟ ଡମଆଡ଼ି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନାଟନରେ ପଡ଼ି ଜଣେ ଆଦିବାସୀ ଦମ୍ପତି ନିଜର 4 ବର୍ଷର ଝିଅକୁ 15,000 ଟଙ୍କାରେ ବିକ୍ରି କରିଦେଇଥିବାର ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଡମଆଡ଼ିରେ ରହୁଥିବା ବନ୍ଧୁଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ କାଳୀ ମୁଣ୍ଡା ନିଜ ସାନ ଝିଅ ରାନୁ ମୁଣ୍ଡାଙ୍କୁ ଶନିବାର ସନ୍ଧ୍ୟାରେ ବାଲେଶ୍ୱରରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା କଥା ସ୍ୱୀକାର କରିବା ପରେ ଏ ବିଷୟରେ ଜଣାପଡ଼ିଛି। ପରିବାରରେ 3ଟି ସନ୍ତାନ ଥିଲାବେଳେ 2ଟି ଝିଅ ଓ ଜଣେ ବଡ଼ ପୁଅ ମଧ୍ୟ ରହିଛନ୍ତି। ପରିବାର ଅଭାବ ଅନାଟନରେ ଚାଲୁଥିବାରୁ ସାନ ଝିଅକୁ ଟଙ୍କା ନେଇ ଅନ୍ୟ ହାତକୁ ଦେଇଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସେମାନେ ଡମଆଡ଼ିରେ ରହି ମାଗଣା ଯାଚନା କରି ପରିବାର ଚଳାଉଥିବାର ଜଣାପଡ଼ିଛି। ଗତ ଶୁକ୍ରବାର ପଡ଼ୋଶୀ ଘରେ ଏକ ପୂଜା କାର୍ଯ୍ୟକ୍ରମ ଚାଲୁଥିଲା ବେଳେ ବାଲେଶ୍ୱରରୁ 2 ଜଣ ବ୍ୟକ୍ତି ଆସିଥିଲେ। ସେଠାରେ ଶିଶୁଟିକୁ ନେବାର କଥାବାର୍ତ୍ତା ହୋଇଥିବାର ସୂଚନା ମିଳିଛି। ତେବେ ଶନିବାର ସନ୍ଧ୍ୟାରେ ପିଲା ବିକ୍ରି ଜାଣିବା ପରେ ଘଟଣା ତନାଘନା ଚାଲିଛି। ଧାମନଗର ବଜାରରେ ଶିଶୁଟିକୁ ସେମାନେ ଅନ୍ୟ ହାତକୁ ଟେକି ଦେଇ 10,000 ଟଙ୍କା ନେଇଥିଲା ବେଳେ ପୂର୍ବରୁ 5,000 ଟଙ୍କା ନେଇଥିବାର ଦମ୍ପତି ସ୍ୱୀକାର କରିଛନ୍ତି। ଏହି ଟଙ୍କା ଭିତରୁ ମା କାଳୀମୁଣ୍ଡା 1,000 ଟଙ୍କାର ଜୋତା ଓ ଖାଇବା ଜିନିଷ କିଣିଦେଇଥିଲା ବେଳେ ଅନ୍ୟ ସବୁ ଟଙ୍କା ଜଣେ ପଡ଼ୋଶୀଙ୍କୁ ରଖିବା ପାଇଁ ଦେଇଥିବା କଥା କହିଛନ୍ତି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଭଶ୍ରୀ ପଡ଼ିଆରୀ, ରମାକାନ୍ତ ଜେନାଙ୍କ ସମେତ ଧାମନଗର ଥାନାର ଏସ୍ଆଇ ରଶ୍ମିତା ମଲ୍ଲିକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଘଟଣାର ସମସ୍ତ ପର୍ଯ୍ୟାୟକୁ ତନାଘନା କରୁଛି। ଶିଶୁଟିର ସୁରକ୍ଷା ଓ ଅବସ୍ଥିତି ନେଇ ଚିନ୍ତା ବଢ଼ିଛି। ତେବେ ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଶିଶୁଟିକୁ କୋଲକାତା ଚାଲାଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ତେବେ ଘଟଣାଟି 24 ଘଣ୍ଟା ପୁରୀ ଯାଇଥିଲେ ବି ଏଯାଏଁ ପ୍ରଶାସନ ନାବାଳିକାକୁ ଉଦ୍ଧାର କରିପାରି ନାହିଁ। ତେବେ ପିଲା ବିକ୍ରି ଘଟଣା ଧାମନଗର ଅଞ୍ଚଳରେ ପ୍ରଥମ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଖୁବ୍ ଶୀଘ୍ର ପିଲାଟିକୁ ଉଦ୍ଧାର କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ପଡ଼ିଆରୀ କହିଛନ୍ତି। ଯାହା ଅନୁମାନ ହେଉଛି କି ଏବେ ବି ଧାମନଗର ଅଞ୍ଚଳରେ ଗରିବ ଲୋକମାନେ ଖାଇବା ଅଭାବରୁ ନିଜର ପିଲାଙ୍କୁ ବିକ୍ରି କରୁଛନ୍ତି। ଯାହା ସମାଜସେବୀ ରମେଶ ବେହେରା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ମୋ ନା କାଳୀମୁଣ୍ଡା ନେଇ ଯାଇଛନ୍ତି। ଆମକୁ ଏଇଠୁ ଶିଖେଇଛି ବାପା ମା ଆସିଲେ ଆମକୁ ଶିକ୍ଷା ଶିଖେଇ ଦେଇଛି। ଛୁଆ ନେଇକି ପଳେଇଲେ। ବାପା ନା ତନୁଆ ମୁଁ କହିପାରିବିନି ଏଇ ହାତ। ତାପରେ ଛୁଆ ନେଇକି ପଳେଇ, ଛୁଆ କାନ୍ଦୁଛି, ମୁଁ କାନ୍ଦୁଛି, ଛୁଆ ନେଇକି ପଳେଇଲେ। ମୁଁ ବିକି ନାହିଁ ତ, ସିଏ ଆମକୁ କହିଲେ ପାଇମୁ ଦିଅ, ମୁଁ ଦଉଛି ନା। ସିଏ କହିଲେ ଚାଲ, ତା ବାପା ମା କହିଲେ ଚାଲ ଆମେ ଦାୟିତ୍ୱ ନେବୁ। ଏବେ ଏବେ କହିଲା ବେଳକୁ ତା ଝିଅ ଡେଉଁଛି, କହୁଛି, ତା ଝିଅ କହୁଛି ମୁଁ ଏବେ କିଛି ଜାଣିନାହିଁ। ଆଗରୁ କିଛି ପଇସା ଧରା ହେଇଥିଲା ନାଇଁ ଆମର। ଏଇ ଯେତେବେଳେ ଛୁଆ ନେଇକି ସେତିକି ଟାଇମରେ ଦେଇଥିଲା ଆମ ହାତକୁ, ନହେଲେ ଆମ ହାତକୁ ଟୋଟାଲ ପଇସା ଦେଇଥିଲେ ନାହିଁ। ଚପଲ ଆଣିଛି ଆଉ ପଇସା ଯେତିକି ତାରି ପାଖରେ ରଖିଥିଲୁ। ସିଏ ଆମକୁ ଦଉନାହିଁ, ଏବେ ଖୋଜା କରୁଛି, ମରାମରି କରୁଛି। ଧାମନଗରରୁ ପ୍ରଦୀପ ମହାପାତ୍ରଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।